ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଗତକାଲି ବେଗୁନିଆ ତହସିଲ ଅନ୍ତର୍ଗତ ଶିକୁ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ଆଜି ସକାଳୁ ଭୁଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ ସାଂସଦ ପାଣ୍ଠି ବିନିଯୋଗରେ ଭୁଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଗବଡ଼ି ଗ୍ରାମରେ ନିର୍ମାଣ ହୋଇଥିବା ଏକ କୋଠା ଘର ବିଲ୍ ପାସ୍ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପ୍ରଧାନ 19,200 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ରଙ୍ଗବୋଳା ନୋଟ୍ ଜବତ କରିଛି ଭିଜିଲାନ୍ସ। ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରୀ କାର୍ଯ୍ୟାଳୟଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ ସରକାରୀ କ୍ୱାର୍ଟରରୁ ନଗଦ 2,16,900 ନଗଦ ଟଙ୍କା ଜବତ କରିବା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ନିଜ ହେଫାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବାର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍। ସେହିପରି ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ଭୁଲଗଡ଼ ବ୍ଲକରେ ଭିଜିଲାନ୍ସ ଚଢ଼ାଉ ପରେ କର୍ମଚାରୀଙ୍କ ମଧ୍ୟରେ କୁକୁଆ ଭୟ ଖେଳିଯାଇଛି। Report SM News।